ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକରେ ଅବସ୍ଥିତ କୁଲାଙ୍ଗୀ ଏକ ପ୍ରାଚୀନ ଓ ସାଂସ୍କୃତିକ ଗ୍ରାମ। ଏହି ଗ୍ରାମର ଲୋକମାନେ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଗାଁର ଭାଇଚାରା ଏବଂ ପର୍ବପର୍ବାଣୀ ପାଳନ କରିବାର ଶୈଳୀ ଅତି ଚମତ୍କାର। ବିଶେଷ କରି ମକର ସଂକ୍ରାନ୍ତି, ଶିବରାତ୍ରି, ଦୋଳ ପୂର୍ଣ୍ଣିମା, ଦଣ୍ଡଯାତ୍ରା ଏବଂ ଗଣେଶ ପୂଜା ଗ୍ରାମରେ ଆଧ୍ୟାତ୍ମିକର ମହଲ ଖେଳିଯାଏ। ଗାଁରେ ମନ୍ଦିର ଓ ମା କାଳୀଙ୍କ ଉପସ୍ଥିତି। କୁଲାଙ୍ଗୀ ଗ୍ରାମରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରହିଛି। ଆପଣଙ୍କ ଅନୁସାରେ ମା କାଳୀଙ୍କ ମନ୍ଦିର? ହଁ, ଏହି ଅଞ୍ଚଳରେ ମା କାଳୀଙ୍କ ବହୁତ ମାନ୍ୟତା ରହିଛି। ମାଙ୍କ ପାଖକୁ ଆସି ଭକ୍ତିର ସହିତ ମାନସିକ ରଖିଲେ ମାନସିକ ପୂର୍ଣ୍ଣ ହୁଏ। କୁଲାଙ୍ଗୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମା କାଳୀଙ୍କୁ ଶକ୍ତିର ପ୍ରତୀକ ରୂପେ ପୂଜା କରାଯାଏ। ଅନ୍ୟାନ୍ୟ ମନ୍ଦିର ଗାଁରେ ମୁଖ୍ୟତଃ ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଠାକୁରାଣୀ ମନ୍ଦିର, ରତନେଇ ମନ୍ଦିର ଏବଂ ଭୂତଘୋଡ଼ା ମନ୍ଦିର ଦେଖିବାକୁ ମିଳେ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ଗ୍ରାମଦେବୀ ଗାଁକୁ ସବୁ ବିପଦରୁ ରକ୍ଷା କରନ୍ତି। ଭିଡ଼ିଓ କ୍ରିଏଟ୍ ବାଇ ମୋ ଗାଁ କୁଲାଙ୍ଗୀ।